ଅଁଳା ଗଛ ଅଛି ବିଭିନ୍ନ ପ୍ରକାରର ଗଛ ଗୁଡ଼ାକ ଏଠି ଲଗା ହେଇଛି ଆପଣମାନେ ଦେଖିପାରିବେ। ମୁଁ ସବୁ ତ ନାଁ ଜାଣିନି, ଏଇଟା ଅରଡ଼ା ନା। ବର୍ତ୍ତମାନ ଆମେ ଯାଉଛୁ ମେଡ଼ିସିନ ପ୍ଲାଣ୍ଟ ପାଖକୁ। ସେ ଲାଷ୍ଟରେ ଦେଖାଯାଉଛି ସେ ଜାଗାରେ ମେଡ଼ିସିନ ପ୍ଲାଣ୍ଟ ମାନେ ଗଛ ଗୁଡ଼ାକ ଲଗା ହେଇଛି। ବିଭିନ୍ନ ପ୍ରକାର ଗଛ ଗୁଡ଼ାକ ଆପଣମାନେ ଯଦି ଦେଖିବା ପାଇଁ ଚାହୁଁଛନ୍ତି ମେଡ଼ିସିନ ପ୍ଲାଣ୍ଟ କେତେ ପ୍ରକାର ଗଛ ଗୁଡ଼ାକ ଔଷଧୀୟ ଗଛ ଗୁଡ଼ାକ ତେବେ ଆସିକି ଆପଣ ଦେଖିପାରିବେ। ପିଲିଏର କାମାଇ ଯେଉଁଠାରେ ଫରେଷ୍ଟ ଡିପାର୍ଟମେଣ୍ଟ ଲଗେଇଛନ୍ତି। ଚାଲନ୍ତୁ ସେ ଜାଗା ଗଲା ପରେ ଆପଣମାନଙ୍କୁ ଦେଖେଇବି। ଏପଟେ ଦେଖିପାରିବେ ଏଇଟା ହେଉଛି କ'ଣ ଶାଳୁଆ ଗଛର ବଗିଚା ବା ଜଙ୍ଗଲ ବନା ହେଇଛି। ଏଇଟା ଗେଟ୍, ଏଠୁ କାମ ଚାଲିଛି। ଭିତରେ ଗଲା ପରେ ଆପଣମାନେ ସବୁ ପ୍ରକାର ବିଭିନ୍ନ ପ୍ରକାରର ଯେଉଁଟା ଔଷଧ ଜାତୀୟ ଗଛ ଗୁଡ଼ାକ ଲଗା ହେଇଛି ଏଠି। ଦାରିଙ୍ଗବାଡ଼ି ବ୍ଲକର ଯେଉଁଟାକି ପ୍ଲିହେର ପଞ୍ଚାୟତର କାମାଝିଠାରେ ମେଡ଼ିସିନ ପ୍ଲାଣ୍ଟ ଗଛ ଗୁଡ଼ାକ ଲଗାଯାଇଛି। ଆପଣମାନେ ଯଦି ଦେଖିବା ପାଇଁ ଚାହୁଁଛନ୍ତି ବୁଲିବା ପାଇଁ ତେବେ ଆପଣମାନେ ବି ଆସନ୍ତୁ, ଦେଖିପାରିବେ। ସବୁ ଲଗାଯାଇଛି, ରିସେଣ୍ଟଲି ଲଗାଯାଇଛି। ଆଉ ବହୁତ ସୁନ୍ଦର ଜାଗାଟା ମଧ୍ୟ ଏପଟେ ଚାରିଆଡ଼େ ଜଙ୍ଗଲ ଅଛି। ସେ ସ୍ପେଶାଲ ଜଙ୍ଗଲର ଯେଉଁ ସୁନ୍ଦରତା ବହୁତ ଏ ଜାଗାରେ ଭଲ ଲାଗୁଛି। ଆପଣମାନେ ଯଦି ବୁଲିବା ପାଇଁ ଚାହୁଁଛନ୍ତି ତେବେ ଆସନ୍ତୁ ଥରେ। କାମାଝିଠାରେ ଏଇଟା ଯେଉଁଟାକି ଫରେଷ୍ଟ ଡିପାର୍ଟମେଣ୍ଟ ମେଡ଼ିସିନ ଜାତୀୟ ଗଛ ଗୁଡ଼ାକ ଲଗେଇଛନ୍ତି। ମାନେ ବିଭିନ୍ନ ପ୍ରକାରର ଗଛ ଯେଉଁଟାକି ମେଡ଼ିସିନ ଜାତୀୟର ଆପଣମାନେ ଜାଣିପାରିବେ। କିଛିଟା ନଲେଜ ମଧ୍ୟ ଆପଣମାନେ ହେଇପାରିବ। ଆପଣମାନେ କେଉଁ କେଉଁ ଗଛ ମେଡ଼ିସିନ ଜାତୀୟ ଏ ଜାଗା ଆସିଲେ ଆପଣମାନେ ସବୁଆଡ଼େ ବୁଲାବୁଲି କରିବେ, ଦେଖିବେ ଗଛ, ତେବେ ହିଁ ଜାଣିପାରିବେ ଏହି ଗଛ ହେଉଛି ମେଡ଼ିସିନ ଜାତୀୟ ବୋଲି। ଚାଲନ୍ତୁ କ୍ୟାମେରାଟି ବୁଲିକି ଦେଖିବେ। ଦେଖିପାରିବେ ଏଇଟା ଅଛି ନିମ୍ବ। ସେପଟେ କରଞ୍ଜ, ସେପଟେ ଅଁଳା ଗଛ ଅଛି। ବିଭିନ୍ନ ପ୍ରକାରର ଗଛ ଗୁଡ଼ାକ ଏଠି ଲଗା ହେଇଛି ଆପଣମାନେ ଦେଖିପାରିବେ। ମୁଁ ସବୁ ତ ନାଁ ଜାଣିନି, ଏଇଟା ଅରଡ଼ା ନା ବାହାଡ଼ା। ସେଇଟା ହେଉଛି କ'ଣ ଗୋଟେ କହିବି ତାର ନାଁ ଜାଣିନି। ଏଇଟା ହେଉଛି ମାହେଡ଼େ, ଏଇଟା ହେଉଛି କ'ଣ ଗୋଟେ, ଏଇଟା ମ୍ୟାଲେରିଆରୁ ଭଲ ହେବ। ଏଇଟା ଗଙ୍ଗଶିଉଳି ବୋଧେ ଲାଗୁଛି, ଗଙ୍ଗଶିଉଳି ନା କ'ଣ ଗୋଟେ। ବିଭିନ୍ନ ପ୍ରକାରର ଗଛ ଗୁଡ଼ାକ ଲଗାଯାଇଛି ଆପଣମାନେ ଦେଖିପାରିବେ। ଆଉ ଏଠି ଖାଲ ମଧ୍ୟ କରାଯାଇଛି ପାଣି ଜମିକି ରହିବା ପାଇଁ। ଆଜି ଲେବର ମାନେ ଆସିନାହାନ୍ତି ଏଠୁ, ଆମେ ସେଇଟା କାମ କରୁଛୁ, ସେଇଟା ସଜଉଛୁ। ଯେଉଁଟାକି ସାଇଡ଼ରେ ଦେଖିପାରିବେ ବଢ଼ିଆ ସେଇଟା କାମ ଚାଲିଛି ଆମର। ସେଇଟା ଆଜି ଫାଇନାଲ୍ କରିଦେବୁ। ଆଉ ବହୁତ ଏରିଆରେ ଲଗେଇଛନ୍ତି, ବହୁତ ଜାଗା ମଧ୍ୟ ବହୁତ ବଢ଼ିଆ ଜାଗାଟା। ଆପଣମାନେ ଥରେ ଆସନ୍ତୁ। ଏପଟେ ଶାଳ ଗଛ ଅଛି, ସେପଟେ ଅଛି, ସେପଟେ ବି ଜଙ୍ଗଲ ଅଛି, ବହୁତ ସୁନ୍ଦର ଦେଖାଯାଉଛି। ଆଉ ଏଇଟା ଗଛ ବଡ଼ ହେଲେ ଆଉ ବହୁତ ସୁନ୍ଦର ଦେଖାଯିବ। ଆପଣମାନେ ବି ଥରେ ଆସନ୍ତୁ ଏ ଜାଗାକୁ ବୁଲିବା ପାଇଁ, ଆଟଲିଷ୍ଟ ଥରେ ଆସନ୍ତୁ ବୁଲିବା ପାଇଁ। ଏଇ ଯେଉଁ ଦେଖାଯାଉଛି ଯେଉଁ ଗଛ ଗୁଡ଼ାକ ବହୁତ ସୁନ୍ଦର ଭାବରେ ଛାଡ଼ିଛନ୍ତି ଗାଁ ଲୋକ, ଯାହାର ଜାଗା ସେମାନେ ଛାଡ଼ିଛନ୍ତି। ବହୁତ ସୁନ୍ଦର ଦେଖାଯାଉଛି, ବହୁତ ପିସଫୁଲ୍ ଜାଗା, ବହୁତ ଭଲ ଲାଗେ ଏ ଜାଗା। କାହିଁକିନା ଏ ଯେଉଁ ଜଙ୍ଗଲଟା ଅଛି ଏମିତି ହେଇକି ଯେଉଁ ଭଳିଆ ହେଇକି ଅଛି, ସେଟାର ମଜା ଟିକେ ବହୁତ ସ୍ପେଶାଲ୍ ଲାଗୁଛି। କାହିଁକିନା ଗଛ ଗୁଡ଼ାକର ସୁନ୍ଦରତା ମଧ୍ୟ ବହୁତ ଅଛି, ଆଉ ବହୁତ ଭାବରେ ସୁନ୍ଦର। ଏବେ ଆଉ ଏଇଟା ମେଡ଼ିସିନ ପ୍ଲାଣ୍ଟ ଗଛ ଗୁଡ଼ାକ ଲଗେଇଛନ୍ତି, ବହୁତ ସୁନ୍ଦର ଦେଖାଯାଉଛି। କ'ଣ କ'ଣ ଲଗେଇଛନ୍ତି ଜାଣିନି, ଛୋଟ ଛୋଟ ଚାରା, ସେପଟେ ଆଲୋଭେରା କ'ଣ କ'ଣ ଲଗେଇଛନ୍ତି। ବୋର୍ଡ଼ରେ କିଛି ଲେଖାଯାଇନି କାହିଁକିନା ଏଇଟା କାମ ସରିନି। ଦେଖିପାରିବେ ଆପଣମାନେ ଥରେ ଆସନ୍ତୁ ଏ ଜାଗାକୁ ବୁଲିବା ପାଇଁ। ଆଉ ବହୁତ ସୁନ୍ଦର ଜାଗାଟା, ବହୁତ ବଢ଼ିଆ ଲାଗୁଛି। ଆଉ ପ୍ଲେସମେଣ୍ଟ ବହୁତ ସେମିତି ସୁନ୍ଦର ଦେଖାଯାଉଛି, ବହୁତ ବଢ଼ିଆ ଜାଗାଟା। ଆପଣମାନେ ବି ଥରେ ଆସନ୍ତୁ ଜାଗାକୁ ଆଉ ବୁଲିକି ଯିବେ। ଆଉ ବିଭିନ୍ନ ପ୍ରକାରର ଗଛ ଗୁଡ଼ାକ, ମାନେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଗୁଡ଼ାକ ଆପଣମାନେ ଦେଖିପାରିବେ ଏ ଜାଗାକୁ ଆସିଲେ। ସେଇଟା ସ୍ପେଶିଆଲ୍। ଆଉ ଆପଣମାନେ ଜାଣିବେ କେଉଁ କେଉଁ ଗଛ ଏଇଟା ମେଡ଼ିସିନ ଜାତୀୟ, ତେବେ ଆପଣମାନେ ଜାଣିପାରିବେ ଏ ଜାଗା ଆସିଲେ। ଆପଣମାନେ ଜାଣିପାରିବେ ଯେ ଏହି ଗଛ ସବୁ ମେଡ଼ିସିନ ଜାତୀୟ ବୋଲି ଆପଣମାନେ ଜାଣିପାରିବେ ଯଦି ଏ ଜାଗା ଆସିକି ଦେଖିବେ ତେବେ। ଥ୍ୟାଙ୍କ ୟୁ ସୋ ମଚ୍।